ଯଦି ଆପଣମାନେ ଭାଇରାଲ ହବାକୁ ବହୁତ ଶୀଘ୍ର ଚାହୁଁଛନ୍ତି ତମେ ନ୍ୟୁଜ୍ ଭିତରକୁ ଯିବ, ନହେଲେ ନ୍ୟୁଜ୍ ଚ୍ୟାନେଲ ଭିତରକୁ ଯିବ। ସେଠି ଯାଇକି ବସିକିରି ଜଗନ୍ନାଥ ନାଁରେ ଇଆଡୁ ସିଆଡୁ ତେଣିକି ଯାହା ପାଇବ ସେଇଆ କହିବ। ଆମ ସଂସ୍କୃତି, ଓଡ଼ିଆ ସଂସ୍କୃତି ତା ପୁରା ତଳ ତଳିଆ କରିଦବ। ତାପରେ ତମେ ଯାଇକି ଯେମିତି ଭାଇରାଲ ହବ। ସାତଟି ପେଣ୍ଡୁ ଯେତେବେଳେ ମହାଶୂନ୍ୟରେ ଚାରିପଟେ ବୁଲୁଛନ୍ତି, ସେ ବୁଲୁ ବୁଲୁ ଗୋଟେ ପଏଣ୍ଟରେ ହେବେ। ଆପଣ ମୁଁ ଆଉ କାହା ବିଷୟରେ କହିବାକୁ ଚାହୁଁଛି? ତମେ ତ ବୁଝିପାରୁନ ତ। ସେଇ ଆମର ବିରିୟାନୀ ବାବା, ହଁ ପ୍ରତାପ ରଥ ବାବୁ, ସେଇ ଲୋକ କଥା ମୁଁ କହୁଛି। ଯଦି ଆଇନଷ୍ଟାଇନ ବଞ୍ଚିଥାନ୍ତେ ସିଧା ତାଙ୍କ ଗୋଡ ତଳେ ଚଳି ପଡିଥାନ୍ତେ, ହେ ପ୍ରଭୁ ତମେ ହଉଛ ମୋର ସାର୍, ତମେ ମୋର ଭଗବାନ। ଆଉ କହିଥାନ୍ତେ ତମର ସେ ଯୋଉ ଏଟା ଚନ୍ଦ୍ରଗ୍ରହଣର ସେ ଯୋଉ ଚିକେନ ଆଉ ବିରିୟାନୀ ଯୋଉ କରିଦଉଛ, ସେ ଝୋଳ ଠୋପାଏ ଗୋଟେ ଦିଅ। ବହୁତ ନାଟ ସବୁ ହେଇଛି। ବଳଭଦ୍ରଙ୍କୁ ମୁହଁ ମାଡ଼ିକି ପକେଇ ଦିଆହେଲା। ସିଏ ତ ନିଜେ ଯିବାର କିଛି ଉପାୟ ନାହିଁ, ସେ ତ ତାଙ୍କୁ ଟେକାଇକି ଯାଆନ୍ତି ଆଉ ଟେକାଇକି ଥୁଆ ହୁଅନ୍ତି। ତେଣୁ ଯିଏ ଟେକିଲା ହେଲା ସିଏ ତାଙ୍କ ଅକସ୍ମାତେ ହଉ ବା ଜାଣିକିରି ହଉ ସିଏ ବି ମୁହଁ ମାଡ଼ି ପଡ଼ିଥିଲେ। ସେତେବେଳେ ମଧ୍ୟ କୁହାଯାଇଥିଲା ଯେ ପୃଥିବୀ ପ୍ରଳୟ ହେଇଯିବ କି କ'ଣ ଗୋଟେ ରସା ତଳୁ ପଳେଇବ, ଏମିତି ସବୁ। ସେଗୁଡ଼ା କିଛି ହବନି, ତାର କିଛି ପ୍ରାସଙ୍ଗିକତା ନାହିଁ। କଣ କହିଲୁ, ବଳଭଦ୍ର ଗଳି ପଇଲେ ତାଙ୍କୁ, ସିଏ ତ ଉଠିକି ଯିବା ଲୋକ ନୁହଁ। ସିଏ ତୋର ମାଗେ ସବୁ ମନକୁ ନା ହେରେ, ତୁ ଯେତେବେଳେ ତୁ ଜନ୍ମ ହେଲୁ ତୁ ବୋଧେ ଉଠିକି ସିଧା କାହାକୁ କରିବାକୁ ପଳେଇଲୁ। ଆରେ ବଳଦ ଯୋଉ ଗଳି ପଇଲେ ସେ ଆଗୁଆ ସଙ୍କେତ ଦେଲେ ଆଗରୁ କଣ ଗୋଟେ ଆଗକୁ ଗୋଟେ କଣ ହବ। ସେଟା ଟ୍ରେନ ଓଲଟି ପଇଲା। କେଡେ କେଡେ ମନ୍ତ୍ରୀ ମୋଦି ରାଷ୍ଟ୍ରପତି ଯାଇ ପୁରା କଥାବାର୍ତ୍ତା ଗଲା। କେତେ ଲୋକ କେତେ ପଇସା ଦେଲେ। ତୁ ଛତରିକା କଣ କଲୁ? ଚନ୍ଦ୍ରଗ୍ରହଣ କୋଉଠି କାହାକୁ ବିରିୟାନୀ ଦେବି, କାହାର କୁକୁର ତଳ ପେଳ, ସେ ପୁଣି ତାକୁ ନେଇକି କୋଉଠି ବିରିୟାନୀ ପକେଇ ତାକୁ ଲୋକଙ୍କୁ ଦେଇଦେବି। ଶଳା 50 ଟଙ୍କିଆ ବିରିୟାନୀ ତୁ ଲୋକମାନଙ୍କୁ 150 ଟଙ୍କିଆ ବିରିୟାନୀ କହିକି ଗାଣି ମାରିକି ତାଙ୍କଠୁ ସବୁ ଆଇଲୁ ନା କଣ? ଟିଭିରେ ଆସି ବ୍ରାଇଟ୍ ଦେଲୁ, ହେଇ ତମେ ସବୁ ଖାଅ, ଭାଇ କିଛି ହବନି, ମୁଁ ଅଛି ବା, ମୁଁ ପୁଣି ବସିବା ନାହିଁ ନିଶରେ ଯୋଉ ଗିଟ୍ ଗିଟ୍ କରିକି ସେ ଯୋଉ ଯାହା ବାହାରିଲା ତାକୁ ନିଶରେ ବଳିକି, ହେଇ ମୁଁ ଦେଖ ବଞ୍ଚିଛି। ଆରେ ତୁ ବଞ୍ଚିଲେ କଣ ବାଣ୍ଡୁ ଛୋଡ଼ିକି ଗଲା? ଏଠି ଚିନ୍ତା ହେବ ଜଗନ୍ନାଥ ମନ୍ଦିରରେ ଆମର ଜେଡ୍ ସିକ୍ୟୁରିଟି ଦରକାର। ଯେ ଜଗନ୍ନାଥ ପୁରା ଜଗତର ନାଥ, ସବୁଠୁ ପାୱାରଫୁଲ୍। ସେମାନେ ତାଙ୍କର ପୁଣି ଜେଡ୍ ସିକ୍ୟୁରିଟି କ'ଣ ଦରକାର? କେଉଁ ଟେରିଷ୍ଟ ତାଙ୍କର କ'ଣ ବଙ୍କା କରି ପକାଇବ? ଜଗତର ନାଥ ସିଏ। ଗୋଟେ ପବନ କରିଦେଲେ ସେ ଟେରିଷ୍ଟ କୁଆଡ଼େ କୁଆଡ଼େ ଗୋଟେ ତୋଫାନ କରିଦେଲେ ସେ କୁଆଡ଼େ କୁଆଡ଼େ ଉଡ଼ି ପଳେଇବେ। ଏକେ ପଡ଼ିଯିବେ ଧରନ୍ତୁ, ଯାହା ଧରନ୍ତୁ। ତାଙ୍କ ପାଇଁ ପୁଣି ଜେଡ୍ ସିକ୍ୟୁରିଟି ଦରକାର ହେଉଛି। ଆଉ ଆମେ ତମ କ'ଣ ସବୁ ସାଧାରଣ ଆମ୍ ଆଦମୀ, ଆମେ ହେଉଛୁ ଆମ୍ବ ଆଦମୀ, ଆମ୍ ଆଦମୀ। ଆମର ଆଉ କ'ଣ ଯଦି ଜଗତର ନାଥ ଏମିତି ହାଉଳି ଖାଉଛନ୍ତି, ତାଙ୍କର ଜେଡ୍ ସିକ୍ୟୁରିଟି ଦରକାର। ଦେଖ ମା ଆଜ୍ଞା କେତେ ଗାଣ୍ଡି ମରା କଥାଟା କରୁଛି। ମାନେ ଜଗନ୍ନାଥଙ୍କ ମନ୍ଦିରରେ କାହିଁକି ସେ ଯୋଉ ସିକ୍ୟୁରିଟି ଦରକାର, ପୋଲିସ କାହିଁ ଦରକାର? ଆରେ ମା ଆଜ୍ଞା ତୋ ମନକୁ ସେଠି ଜଗିବେନି? ଆରେ ଜଗୁନାହାନ୍ତି କ'ଣ? ତୋରି ଭଳିଆ କେତେଟା ହିଷ୍ଟ୍ରିଆ ଲୋକ, କୋଉ ସ୍ତ୍ରୀ ଲୋକ ଫ୍ରି ଲୋକ ତାଙ୍କ ଦେହରେ ସବୁ ହାତ ପାଦ ମାରି ଦଉଛି। କାହାର ଚେନ୍ କିଏ ମାରିଦେଲାଣି, କିଏ କାହା ପକେଟ ମାର କଲାଣି, କିଏ ଯାଇକି ସେ ଫୋନ ନେଇକି ଯୋଉ ଫଟୋ ଉଠେଇ ଦେଲା, କିଏ ଠାକୁରଙ୍କର। ତୁ ହିଷ୍ଟ୍ରିଆ ପାଗଳା ଭାଣ୍ଡା କିଏ ଜାଣିପାରୁନୁ? ତୁ ମାଇଆ ଖାଲି ସେ ଚିକେନ ବିରିୟାନୀ ଖାଇବି, କୋଉଠି କୁକୁର ତଳ ପଡ଼ିଛି ତାକୁ ଖାଇଯିବି। ତୁ ଶୁଣୁ ଗୋଟେ କାମ କର, ସେ କ'ଣ ତୁ କାମ କିଛି କହନା ତୁ ମା, ତୁ ଭିକାରୀ ଶଳା। ଏଟା ହଣିଆ କୁକୁର ତଳ ବେଳ ଖାଇ ଖାଇ ୟା ମୁଣ୍ଡ ଗୁଣ୍ଡା କିଛି କାମ ଦଉନି। ମନ ଇଚ୍ଛା ମାଗି ଆସି ଗପୁଛି। ଜଗନ୍ନାଥ ନାଁରେ ଗପିବି, ତାପରେ ମୁଁ ମନ ଭାଇରାଲ ହେବି। ଆଉ ତେଣିକି ପଦା ଯାଇ ବହେ ଖଣ୍ଡେ ମାଡ଼ ଖାଏ। ଭାସିଗଲା ସେଇଠୁ। ନା ହଁ ହଁ ପ୍ରତାପ ଇଚ୍ଛା ହେଉଛି ଇଆଡ଼ୁ ଯିବ ଯାଇ ଦୁଇ ଚାପଡ଼ା ତାଙ୍କ ଗାଲରେ ବସିବ। ଭଗବାନ ନାହାନ୍ତି, ସେ ଯେମିତି ଗୋଟେ କଥାବାର୍ତ୍ତା କରିବ, ଭାବିବେ ଭଗବାନ କିଛି ନାହାନ୍ତି। ଆପଣ ପ୍ରତାପ ରଥ ଗାଲରେ ଜାବୁଡ଼ା ମାରିବାକୁ ଯିବା ପୂର୍ବରୁ ପ୍ରତାପ ରଥର ଜଣେ ଛୋଟିଆ ଚେଲା, ପ୍ରତାପ ରଥ କହୁଥିବା କଥାକୁ, ପ୍ରତାପ ରଥର ବିଚାରଧାରାରେ ଚାଲୁଥିବା ମୋ ଭଳି ଜଣେ ଛୋଟିଆ କାର୍ଯ୍ୟକର୍ତ୍ତାକୁ ହେଇ ପ୍ରତାପ ଚାଞ୍ଚା ଆଇଲେ, ମୁଁ କହୁନି ଗାଣ୍ଡିଆଡ଼ି କିଟା ଥବ ଏଇ ଭଦ୍ର ଲୋକ। ନା ତତେ ଚାଡା କ'ଣ ଦିଆହବ? କ'ଣ ତ କଥାରେ ଜବାବ ଦିଆହବ? ତୁ ଭାଇ ବାଣ୍ଡୁ ମୁଣ୍ଡି ରେ କହୁଛି ମୋ କଥାରେ ଜବାବ ଦିଅ, ମୋ କଥାରେ ଆସି ମାଡ଼ ଦିଅ। ବିପି ଦେଖେଇକି ତ ନୁନିକି ବଡ଼ କରାହବ। ବଡ଼ କରାଇକି ହେଲା ଗୋଟେ ବେତ ତା ଦେହରେ ତେଲ ମରାଇକି ଯୋଉ କ'ଣ କହିଲୁ ନିଆଁରେ ପୋଡ଼ା ହବ। ତାପରେ ସେ ଯୋଉ ନୁନି ଯୋଉ ଏଡ଼େ ବଡ଼ ଯାଇଥିବ ବିପି ଦେଖେଇକି ଠାଇ ଜଗନ୍ନାଥଙ୍କର ଜଣେ ନିଷ୍ଠାବାନ ଭକ୍ତ ହିସାବରେ ମୁଁ ଆଶ୍ଚର୍ଯ୍ୟ ହେଉଛି ଜଗନ୍ନାଥଙ୍କ ଝାଡ଼ା କାହିଁ ହେଉନି। ଓହୋ ଭାଇନା, କୋଉଠୁ ତମ ସହିତ ଜ୍ଞାନ ଆଣୁଛ? ୟୁଟ୍ୟୁବରେ ଆଉ ଭ୍ୟୁଜ ପାଇଲେ ନାହିଁ, ତେଣୁକରି ଗୋଟେ ଇଂଲିଶରେ ଗୋଟେ ନେଇଦେଇଛନ୍ତି। ତା ଓଡ଼ିଆ ହେଉଛି ହେତୁବାଦୀ ମାଇକ୍, ହେତୁବାଦୀ ନୁନି। ଏମିତି ଭ୍ୟୁଜ ଆଉ କମିଗଲା, ମାନେ ଆଉ ପଇସା ଯଦି ନହେଲା, ସିଧା ତମେ କ'ଣ କଲ? ଜଗନ୍ନାଥ ପେଟ ଭିତରେ ପଶିଗଲ। ଜଗନ୍ନାଥ କାହିଁକି ମଳତ୍ୟାଗ କରୁନାହାନ୍ତି? ସତେ ଯେମିତି ସେ ସବୁ ଆମର ଶ୍ରୀମନ୍ଦିର ପଛରେ ଗୋଟେ ପାଇଖାନା କରୁଛନ୍ତି। ଜଗନ୍ନାଥ ସେଠି ଝାଡ଼ା ନ ଗଲେ ହବ ନାହିଁ। ତୁ ତ ବୋକା ଚଲା,
ତୁ ତ ଗୋଟେ ବୈଜ୍ଞାନିକ, ତୁ ତ ରଥର ତଳର ବେଳକୁ ଚାଟି ଚୁଟି ପୁରା ରହିକିନା ତୁ ତ ପୁରା ବିଜ୍ଞାନରେ ଶିଖି ଦେଇଥାଉ। ତମ ଘରେ ଯୋଉ କମ୍ପ୍ୟୁଟର ଥବ କି ନଥବ, କି ସେଇଥିରେ ଯୋଉ କ୍ୟାମେରା କି ଯୋଉ ଫୋନରେ ଯୋଉ ତୁ କରୁଛୁ, ସେ ଯୋଉ ଏତେ ଡାଟା ମାଟା ଯୋଉ ନଉଛି, ତାଙ୍କୁ ପଚାରୁନୁ ତୁମେ ସକାଳେ ସକାଳୁ ପଚାରିବୁ, ଏରେ ହେଇ ତୁ ମାଇଁକା କାଲି ଏତେ ଡାଟା ମାଟା ସବୁ ରଖିକି ଏତେ ସବୁ ଖାଇଛୁ, ଏ ଯାଉଛୁ କୁଆଡ଼େ, କେତେବେଳେ ତୁ ହଗି ଯାଉଛୁ, ତାକୁ ପଚାରେ। ବୋକା ଚୋଦା, ସିଏ ତ ଜଗନ୍ନାଥ ଠାକୁର ଯୋଉ ସିଏ ତ ହଉଛନ୍ତି କ'ଣ କାଠର ଠାକୁର। ସିଏ ଝାଡ଼ା ଗଲେ କେମିତି କେତେବେଳେ ତୁ ପଚାର ଥରେ ତୋ ଫୋନକୁ। ବୋକା ଚୋଦା, କ'ଣ ମୁଣ୍ଡରେ ତ ଖାଲି କେମିତି ପଇଛି ମହତ୍ୟାଗ କଥା, କିଏ ଝାଡ଼ା ଗଲା, କିଏ କ'ଣ କଲା, ଏତେ ତ ରେପ୍ କେସ୍ ଫେପ୍ କେସ୍ କିଏ କାହାକୁ ଆଣିଦେଲା ମାନେ ଏଥିରେ କ'ଣ କଥାବାର୍ତ୍ତା ନାହିଁ। ଚ୍ୟାନେଲର ତ ଇଏ ବଢ଼େଇବି ଆଉ, ଜଗନ୍ନାଥ କଥା ପଳେଇଗଲା। ଏଇ ଶୁଣୁ, ସକାଳେ କାଲି ତୁ ଆମର ଗାଧେଇ ପାଧେଇକି ଆମର ସେଠିକି ଯା, ପୁରୀକି ଯା, ସେ ମୋ ନାଁ କହିବୁ। ସେ ମୋତେ ରୋଷ୍ଟ କରିଦେଲେ ମୁଁ ଜଗନ୍ନାଥ ନାଁ କହୁଥିଲି, ଆଉ ମୋତେ ଦୁଇଟା ଭିକାରୀ ଭଳିଆ ସେଠି ଭିକ ଦିଅ, ସେଠି ଭିକ ମାଗିଲେ ତୋତେ ସିଏ ଦାନ କରିବେ, ଠାକୁରଙ୍କର ଭୋଗ ଦୁଇଟା ପାଇବୁ ହେଲା। ସେଠି ଅବଢ଼ା ଖାଇଲେ ତୋ ପେଟ ସଫା ହେବ, ମୁଣ୍ଡ ସଫା ହେବ। ଆଉ ଏଠି ବିରିୟାନୀ ଏ ଯେଉଁ କ'ଣ ସେ ଯେଉଁ କ'ଣ ଖାଇଯାଉଛି, ସେ ଯେଉଁ କ'ଣ ମନେ ପଡ଼ୁଛି, ସୂର୍ଯ୍ୟକିରଣ ଚନ୍ଦ୍ର କାରଣରେ ସେ ଯେଉଁ ଖାଇଯାଉଛୁ କ'ଣ କୁକୁର ତଳ ମାଙ୍କଡ଼ ପେଳ, ଏ ଯେଉଁ ଖାଇଯାଉଛୁ, ସେଗୁଡ଼ା ଛାଡ଼ିକି ଠାକୁରଙ୍କର ଅବଢ଼ା ଫବଢ଼ା ଖାଏ। ଅବଢ଼ା ଖାଇଲେ ତୋ ମୁଣ୍ଡ ଭଲ ରହିବ, ପେଟ ବଥା ରହିବ, ଯେଉଁ ପେଟ ବଥା ସେ ଯେଉଁ ପାଗଳ ଯଦି ସବୁ କଥା ଯେଉଁ ବାହାରୁଛି ସେ ସବୁ ମନ ଭଲ ରହିବ, ସବୁ କିଛି ଭଲ ରହିବ। ଆଉ ତ ବୋକା ଚୋଦା ଭଳି ଆସିନା କହିବୁନୁ କିଏ କାହିଁ ଝାଡ଼ା ଗଲାନି, କିଏ କାହିଁ ମୁତି ଗଲାନି। अरे बाप रे, ये तो धोती खोल रहा है। ଆପଣଙ୍କୁ କେମିତି କ'ଣ ଲାଗିଲା? ଆପଣ ଯଦି ଭଲ ଲାଗିଥିବ ଆପଣମାନେ ତା କ'ଣ କରିବେ, ସାଙ୍ଗମାନଙ୍କୁ ସେୟାର କରିବେ, ତାକୁ କମେଣ୍ଟ କହିବେ ଛତରିକିଆ କମେଣ୍ଟ କର, ମାନେ ମୁଁ ଛତରିକିଆ, ମୋତେ କମେଣ୍ଟ କର। ଯଦି ଭିଡ଼ିଓ ଭଲ ଲାଗିଥିବ ଲାଇକ୍ କର, ସବସ୍କ୍ରାଇବ୍ କର। ପାଟି ନାଗୁଛି, କାହିଁକିନା ଏତେ ଦିନ ହେଲାଣି ଭିଡ଼ିଓ କରିନଥିଲେ ମୋ ଗାଣ୍ଡି ଫାଟୁଛି, ଆସିକି ରାତି 3ଟା ହେଲାଣି। ଆଉ ଆଉ କ'ଣ କହିବି, ଆଉ ସେ ଯେଉଁ ହର କ'ଣ ସେ ଯେଉଁ ଗୀତ ବାହାରିଛି ଅନଟ୍ୟାଲେଣ୍ଟେଡ୍ ଗାଏ, ତା ଗାନଟା ମାରିବା ଏଇ ଭିଡ଼ିଓ ପରେ ହେଲା। ମୁଁ ଏଇଟା ଏଡ଼ିଟିଂ ଫେଡ଼ିଟିଂ କରି ରହୁଛି। ନମସ୍କାର, ଜୟ ଜଗନ୍ନାଥ। ଗୁହ ବିଷୟରେ ଶୁଣିବ, ଆମ ପଛ କିଏ ମାନୁନାହାନ୍ତି ଆଉ, ରଖୁଛି।